ମୋ ସାଙ୍ଗରେ ଅଛନ୍ତି सूरज कुमार नायक जे कि टुटू नायकଙ୍କର ଭାଇ। ସାର୍ ନମସ୍କାର। ନମସ୍କାର ଆଜ୍ଞା ମୁଁ ଏବେ ଆମେ ଦେଖିଲୁ ଯେ ବର୍ତ୍ତମାନ ଆଇ ଲଭ୍ ୟୁ 2 ଯୋଉ ମୁଭି ହେଉଛି ବର୍ତ୍ତମାନ ତା ଉପରେ କଟକଣା ଚାଲିଛି, ଲାଗିଛି କଟକଣା ଲାଗିଛି। ଆଜ୍ଞା ତ ଏଇଟା 20 ବର୍ଷ ତଳେ ଯୋଉ ଆଇ ଲଭ୍ ୟୁ ହେଇଥିଲା ଯୋଉଥିରେ କି ହିରୋ ହେଇଥିଲେ ଅନୁଭବ ହେଇଥିଲେ ହିରୋ ଏବଂ ତାଙ୍କୁ ସୁପରଷ୍ଟାର ମଧ୍ୟ ବନେଇଥିଲା ସେ ଆଇ ଲଭ୍ ୟୁ ମୁଭି। ତାପରେ ଅନୁଭବଙ୍କୁ ମଧ୍ୟ ପୁରା ସୁପରଷ୍ଟାର ଭାବରେ ସାରା ଓଡିଶା ଜାଣିଥିଲା। ତାପରେ ଯେତେବେଳେ ପୁଣି ଗୋଟେ ଟୁଟୁ ନାୟକ ବର୍ତ୍ତମାନ ପୁଣି ଗୋଟେ ପ୍ରୟାସ କରିଛନ୍ତି ଆଇ ଲଭ୍ ୟୁ 2 ତାପରେ କାହିଁକି କଟକଣା ଲାଗିଲା ସାର୍? ମ୍ୟାମ୍ ଦେଖନ୍ତୁ ଆକ୍ଚୁଆଲି ଆମେ ଟୁଟୁ ନାୟକ ସେ ଯୋଉ ପିକ୍ଚର ଆଇ ଲଭ୍ ୟୁ 2 ସେଟା ତା ପଇସା ସେ ବନେଇଛି नो डाउट। କିନ୍ତୁ ଆଜିର ଯୋଉ କେସଟା ହେଇଛି ଏଇଟା ହଉଛି ମାନ୍ୟବର ସିନିୟର ସିଭିଲ ଜଜ୍ କମର୍ସ କଟକରେ ଗୋଟେ ଆର୍ବିଟ୍ରେସନ କେସ୍ ହେଇଛି ବଜାଜ ମୁଭିଜର ଯୋଉମାନେ ପାର୍ଟନର ବଜାଜ ମୁଭି ସେମାନେ ହଉଛନ୍ତି ବିନୟ ନାୟକ ମୋ ବଡ ଭାଇ 33.50% ଇଚ୍, ସଞ୍ଜୟ ନାୟକ ଆଣ୍ଡ ସୁରେଶ କୁମାର ନାୟକ ତିନି ପୁଅ ବସନ୍ତ ନାୟକ। ତ ଗୋଟେ କେସ୍ ହେଇଛି ଆପଣଙ୍କର ମାନ୍ୟବର ସିନିୟର ସିଭିଲ ଜଜ୍ କମର୍ସିଆଲ କୋର୍ଟ କଟକରେ କେସ୍ ନମ୍ବର ARBP 12/2018। अच्छा arising out of CS number ARBP 24/2024। ଏଇଟା ହଉଛି ତାର କୋଡ ନମ୍ବର ହଉଛି JO କୋଡ ନମ୍ବର OD 00597। ଏଇଟା ହଉଛି ତାର କୋଡ ର ତା ଦେହରେ ବିନୟ କୁମାର ନାୟକ ହଉଛନ୍ତି ପିଟିସନର ଯିଏ ପାର୍ଟନର ବଡ ଭାଇ, ଆଉ ସଞ୍ଜୟ କୁମାର ନାୟକ ଯିଏ ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ନାଁରେ ପିକ୍ଚର କରିଛନ୍ତି ଆଇ ଲଭ୍ ୟୁ 2, ଆଉ ସୁରେଶ କୁମାର ନାୟକ ହଉଛନ୍ତି ଓପି ନମ୍ବର 2, ମୁଁ ଅପୋଜିଟ ପାର୍ଟି ନମ୍ବର 2 ପକ୍ଷ ଗୋଟେ। ମୁଁ ବଡ ଭାଇକୁ ସପୋର୍ଟ କରୁଛି ଆଜ ଏ ପାର୍ଟନର ଅଫ ବଜାଜ ମୁଭି। ମାନେ ଆପଣ ଏଠି ଆପଣ ବିନୟ କୁମାର ନାୟକ ଆଉ ଆପଣ ଦୁଇ ଜଣ ମିଶିକି ଏଟା କଣ କେସ୍ କରିଥିଲେ କି? ଆଜ୍ଞା ଆଜ୍ଞା ଏଇଟା ହଉଛି ପାର୍ଟନରସିପ ଆକ୍ଟ ଅନୁସାରେ ଆମର ଯୋଉ ପାର୍ଟନରସିପ ଡିଡ୍ ଅଛି ତାର ଗୋଟେ ଆର୍ବିଟ୍ରେସନ କ୍ଲଜ ଅଛି। ତ ସେଟା ଆପଏଣ୍ଟମେଣ୍ଟ ଅଫ ଆର୍ବିଟ୍ରେଟର ସେଟା ମାନ୍ୟବର ଚିଫ ଜଷ୍ଟିସଙ୍କ କୋର୍ଟରେ ପେଣ୍ଡିଂ ଅଛି। ଆଉ ସେକ୍ସନ 9 ଟା ହଉଛି ଟେମ୍ପରାରୀ ଷ୍ଟେ। ଆ ଦେହରେ ଆମେ ମାଗିଥିଲୁ ଯୋଉ ରିଲିଫ ମାଗିଥିଲୁ ସେଟା ମାନ୍ୟବର ଅଦାଲତ ପାର୍ଟଲି ଆଲାଉ କରିଥିଲେ ଗତକାଲି। ସେଟା କୋର୍ଟର ୱେବସାଇଟରେ ବି ଲୋଡ ହେଇଛି। ତ ସେଟା ସେକ୍ସନ 9 ଆପ୍ଲିକେସନ ଆର୍ବିଟ୍ରେସନ ଆଣ୍ଡ କନସିଲିଏସନ ଆକ୍ଟ 1996 ଆଲାଉଡ ଇନ୍ ପାର୍ଟ। ତା ଦେହରେ ସେ କଣ କଲେ ମାନ୍ୟବର କହିଲେ କି କୋର୍ଟ କହିଲେ କି ଟେଲିକାଷ୍ଟିଂ ଆଦେହରେ ଏଜେଣ୍ଟ ମାନେ ଓପି ନମ୍ବର 1 ହଉଛି ସଞ୍ଜୟ କୁମାର ନାୟକ, ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ର ସେ ହଉଥିଲେ ଇଏ ପ୍ରୋପାଇଟର କି ଯାହା तो तांको रेस्ट्रेन करा जी तर एजेंट मान रेस्ट्रेन करा इन टेलीकास्टिंग द मूवीज एंड सॉन्ग्स ऑफ एमएस बजाज मूवीज इन एनी फॉर्म थ्रू टेलीविजन मीडिया सैटेलाइट ब्रॉडकास्टिंग एफएम चैनल्स मोबाइल ऑपरेटर सिनेमा हॉल डीवीडी यूट्यूब चैनल आर आल्सो रेस्ट्रेन्ड फ्रॉम यूजिंग द टाइटल मान आई लव यू जोटा एंड लोगो ऑफ एमएस बजाज मूवीज जोटा कि प्रथम यूज करथले बजाज मूवीज ताकर अछि ताकर चैनल रे अन्य मानक इरे बजाज मूवीज सेटा बंद कर दिछि अबिया। However, OP number 1, Sanjay Nayak, may proceed with the production of the movie I Love You 2, but without use of above title. माने I Love You title का यूज करिवे ने लोगो बजाज मूवी का यूज करिवे ने जोटा कि पार्टनरशिप फॉर्म रो प्रॉपर्टी आउ जो कोन आर्बिट्रेशन प्रोसीडिंग न आरंभ होई टिल कमेंसमेंट ऑफ आर्बिट्रेशन प्रोसीडिंग से पर्यंत सेटा बलवत लागो से কিন্তু স্যার বর্তমান যদি আমরা হলিউড ইন্ডাস্ট্রি কথা কহিবা ওড়িয়া ফিল্ম ইন্ডাস্ট্রি কথা কহিবা তাহলে প্রথমে বসন্ত নায়ক को বুঝাଏ কারণ সে সেমতি জনে প্রোড্यूसर थिले এবং जोटा कि बहुत किछि मूवीज मध्ये करिसंती এবং ମୁଁ ତ ଜାଣିବାକୁ ଚାହୁଁଛି ଯୋଉ ଆଇ ଲଭ୍ ୟୁ ପ୍ରଥମେ ଯୋଉ 20 ବର୍ଷ ତଳେ ଯୋଉ ମୁଭିଟା ହେଇଥିଲା ତାକୁ କିଏ କରିଥିଲେ ବସନ୍ତ ନାୟକ କରିଥିଲେ ନା ଟୁଟୁ ନାୟକ କରିଥିଲେ? ବସନ୍ତ ନାୟକ ତାକୁ କରିଥିଲେ। ବସନ୍ତ ନାୟକ ହଉଛନ୍ତି ଫାଉଣ୍ଡର ଅଫ ବଜାଜ ମୁଭି। 1975 ରେ बजाज मूवीज पार्टनरशिप कंसर्न फॉर्म होता बाय बसंत नायक। से जो मैंने पार्टनर थिले समस्त होती आमरी परिवार लोक खास पार्टनरशिप डीटे थिले आपनकर प्रमिलाराणी नायक जे कि बड़ापा स्त्री लक्ष्मी स्नेहलता नायक थिले मो माँ थिले। बैद्यनाथ नायक थिले जी मो दादा थिले सामने दादा जो अच्छा अभिज्ञा प्रमिलाराणी नायक थे और लक्ष्मीप्रिया नायक थे एम समस्त आम निज घर लोक अनडिवाइडेड हिंदू फैमिली 1975 1977 रे बापा पिक्चर बनवा आरंभ कले जोटा कि नाग फास जो प्रोड्यूसर एंड डायरेक्टर वाज बसंत नायक। मझे सबू जाक पार्टनर
ସମସ୍ତେ ପାୱାର ଅଫ ଆଟର୍ଣ୍ଣି ଇନରିଭୋକେବଲ ପାୱାର ଅଫ ଆଟର୍ଣ୍ଣି ବସନ୍ତ ନାୟକକୁ ଦେଇଛନ୍ତି। ସେ କପି ବି ମୋ ପାଖରେ ଅଛି। କିନ୍ତୁ ସାର୍ ଆପଣ ଏଟାକୁ କାହିଁକି କେସ୍ କଲେ? ମୋ କହିବା କଥା ଯେତେବେଳେ 20 ବର୍ଷ ତଳେ ଯେତେବେଳେ ଆଇ ଲଭ୍ ୟୁ ଫିଲ୍ମ ସୁପର ହିଟ୍ ହେଇଥିଲା, ଓଡିଶାକୁ ଗୋଟେ ବହୁତ ଭଲ ଚଳଚିତ୍ର ଗୋଟେ ଦେଇଥିଲେ ବଜରାଜ ମୁଭିଜ, ଠିକ ଅଛି। ବର୍ତ୍ତମାନ ପୁଣି ଯଦି ଆଇ ଲଭ୍ ୟୁ 2 ଯଦି ପୁଣି ଆରମ୍ଭ ହଉଛି, ଆଉ ଯଦି ଟୁଟୁ ନାୟକଙ୍କର ଏଇଟା ଗୋଟେ ଭଲ ପ୍ରୋଗ୍ରାମ, ଆପଣ ଜଣେ ଭାଇ ହେଇକି ଦୁଇ ଭାଇ କାହିଁକି କେସ୍ କଲେ ବୋଲି ଆପଣ ଭାବୁଛନ୍ତି? ବହୁତ ଭଲ ଆପଣ କହିଲେ। ଆକ୍ଚୁଆଲି ଆମର 2022 ଆମର 13-14 କେସ୍ ଚାଲିଥିଲା ଭାଇମାନଙ୍କ ଭିତରେ। ଏଇ ବର୍ଚସ୍ୱ ନେଇକିନା ବଜାଜ ମୁଭି ନେଇକି ଆର୍ବିଟ୍ରେସନ କେସ୍ ଚାଲିଥିଲା। ମାନ୍ୟବର କୋର୍ଟ ଥ୍ରୁରୁ ଆର୍ବିଟ୍ରେସନ ପ୍ରୋସିଡିଂ ଥ୍ରୁରୁ ମାନ୍ୟବର ରିଟାୟାର୍ଡ ଜଜ୍ ଅଫ୍ ହାଇକୋର୍ଟ ପରିଜାଚାର ଥିଲେ। 22ରେ ସମାଧାନ ହେଲା। ସମସ୍ତେ ଆଫିଡେଭିଟ୍ ମାଧ୍ୟମରେ ଆମେ ଦେଲୁ। ଆମ ଭିତରେ ଏହା ସର୍ତ୍ତରେ କମ୍ପ୍ରମାଇଜ ହେଲା। ସମସ୍ତେ ଯୋଉମାନେ ଏକ୍ସ ପାର୍ଟନର ଯୋଉମାନେ ଥିଲେ ପ୍ରିଭିୟସ ପାର୍ଟନର ସେମାନେ ବାହାରିଲେ। ଆମେ 3 ଭାଇ 33.33% 3 ପୁଅ ଆମେ ଫର୍ମ କଲୁ ବଜରାଜ ମୁଭି। ଆଉ ତାର ଯାହା ବି ପ୍ରଫିଟ୍ ଆଣ୍ଡ ଲସ୍ ସେୟାର ହବ। ଭାଇ ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ନାଁରେ ସଞ୍ଜୟ ନାୟକ ଯିଏ ମଝିଆ ଭାଇ କିଛି ନ ମାନିକି ଇଏ କରିକି ଆମ ସବୁ ମୁଭିଜର ପିକ୍ଚର ଗୁଡାକ କଣ୍ଟିନ୍ୟୁସ୍ ଚଲଉଛି। ବାଇଟ୍ ଫାଇଟ୍ ହ୍ୟାଣ୍ଡ ଟାଇମ୍ ବଜରାଜ ମୁଭିଜର ଯୋଉ 19ଟା ପିକ୍ଚର ପ୍ଲସ୍ ରାଇଟ୍ ହୋଲ୍ଡର 25-26ଟା ପିକ୍ଚର ଆମ ପାଖରେ ଅଛି। 19ଟା ପିକ୍ଚର ବାପା ବନେଇଦେଲେ, ତାର କିଛି ରାଇଟ୍ ବାପା କିଣିଦେଲେ। ମାନେ ପ୍ରପର୍ଟିଟା ଆପଣ କହୁଛନ୍ତି ବ୍ରଜରାଜ ମୁଭିଜର ପ୍ରପର୍ଟି ଆପଣ ସବୁ ଭାଇ ମାନଙ୍କର, କିନ୍ତୁ ଆପଣ ଦୁଇ ଭାଇଙ୍କ ସେ ନ ପଚାରିକି ଏକା କରୁଛନ୍ତି। ହଁ, ୱିଦାଉଟ୍ ଏନି ପରମିଶନ ଆମକୁ ନ ନେଇକି ଆଇ ଲଭ୍ ୟୁ ଜବରଦସ୍ତି ୟୁଜ କରୁଛି। ଆପଣ ମତେ କୁହନ୍ତୁ, ଯେତେବେଳେ ୟୁଟ୍ୟୁବ ଚ୍ୟାନେଲ ଅଛି, ୟୁଟ୍ୟୁବ ଚ୍ୟାନେଲ ତାର ପୋର୍ଟାଲ ଅଛି, ସେଥିରେ କଣ୍ଟିନ୍ୟୁଅସ୍ ଚଲେଇକି ପିକ୍ଚର ମାନେ ଫିଲ୍ମ ପଇସା କମଉଛି। ଆମରି ପିକ୍ଚର ସବୁ ଯାକ ବାଇକ୍ ଫାଇଟ୍ ଫିଲ୍ମ ସବୁ ଚଲେଇକି, ଯୋଉଟା କି ଆମେ ତାଙ୍କୁ ଲେଟର ମାଧ୍ୟମରେ ପ୍ରଥମେ ଜଣେଇଥିଲୁ ରେଜିଷ୍ଟ୍ରି କୋର୍ଟ ସଞ୍ଜୟ ନାୟକକୁ, ତାର ଉତ୍ତର ଦେଲେନି। ଆଡଭୋକେଟ ନୋଟିସ ବଜାଜ ମୁଭି ତରଫରୁ ଦେଲୁ, ତାର ରିପ୍ଲାଏ ଦେଲେ କି ମୁଁ ୱିଡ୍ର କରିଗଲି ପାର୍ଟନରସିପ ଡିଡରୁ, ସବୁ ପିକ୍ଚର ମୋର ଇଏ ସିଏ, ସେ ଲେଟର ବି ଅଛି ତାଙ୍କର। ଆଜି ଯୋଉ ରିଲିଜ ହବାର ଥିଲା ଆଇ ଲଭ୍ ୟୁ 2 ଆଜି ଯୋଉ ରିଲିଜ ହବାର ଥିଲା, ତା ଉପରେ କଟକଣା ଏଇନା ଲାଗିଲା। ଲାଗିବ ତ, ଆମେ ତ ପକେଇଛୁ ମେଲରେ ସବୁ ଯାକ ଯୋଉ ଅର୍ଡରଟା ଅଛି କୋର୍ଟର ଅର୍ଡରଟା ମାନ୍ୟବର କୋର୍ଟର ଅର୍ଡରଟା। ତ ବର୍ତ୍ତମାନ ମୁଭି ଚାଲିଛି କି ନାହିଁ? ଆଜି ରିଲିଜ ହବାର ଥିଲା, ଆଜି ରିଲିଜ ହଉଛି କି ନାହିଁ? ମୁଁ ମ୍ୟାଡାମ ଜାଣିନି ବିଷୟରେ। ଆମେ ମେଲ ପଠେଇଛୁ ସମସ୍ତଙ୍କୁ, ସବୁ ହଲକୁ ପିଭିଆର ଇଏଫଓ ବୃନ୍ଦାବନ ସବୁକୁ ପଠେଇଛୁ। ତାଙ୍କ ଉପରେ ନିର୍ଭର କରି ଯଦି ସେ ରିଲିଜ କଲେ ତାହେଲେ କଣ୍ଟେମ୍ପ ଯିବ, କୋର୍ଟର କଣ୍ଟେମ୍ପ ଅର୍ଡରର କଣ୍ଟେମ୍ପ ପାର୍ଟରେ ଯିବ। ତ ସେଟା ପରେ ଦେଖାଯିବ। ସେଟା ଆମେ ବର୍ଚସ୍ୱର ଲଢେଇ ଲଢୁଛୁ, ହକର ଲଢେଇ ଲଢୁଛୁ। ଯଦି ଆଇ ଲଭ୍ ୟୁ ସେ ଟାଇଟଲ ୟୁଜ କରୁଛୁ ତ ଆମକୁ ପରମିଶନ ନେବା କଥା। ଠିକ ଅଛି, ପଇସା ସେ ଖର୍ଚ୍ଚ କରୁଛି, ଆମେ କୌଣସି ସେ ପଇସା ଆମେ ଖର୍ଚ୍ଚ କରୁଛୁ। କିନ୍ତୁ ଯୋଉ ବଜରାଜ ମୁଭିଜର ନାଁ ୟୁଜ କରୁଛି ଆମକୁ ନ ପଚାରିକି, ଆଇ ଲଭ୍ ୟୁ ଟାଇଟଲଟା ୟୁଜ କରୁଛି, ପ୍ଲସ୍ ଯୋଉ ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ଯୋଉ ପିକ୍ଚର ଚଲେଇକି ପଇସା କମଉଛି ଇଲିଗାଲି, ସେଇଟା ହିଁ ସେ ନେଇଛି। ଆଇ ଲଭ୍ ୟୁ 2 ବର୍ତ୍ତମାନ ଯୋଉ ଆଇ ଲଭ୍ ୟୁ 2 ବର୍ତ୍ତମାନ ରିଲିଜ ମାନେ ହବାର ଥିଲା ଆଜି, ଆପଣ ମାନଙ୍କୁ ଭାଇ ମାନେ କହିଥିଲେ କି ନାଇଁ? ଟୁଟୁ ନାୟକ କହିଥିଲେ କି ନାଇଁ? ନାଇଁ, ଆମକୁ ତ କହି ରଖିଲି। ସେ ବାଇକ୍ ସ୍କୁଲର ଦେଇଥିଲା କି ମୋ ପୁଅ ବାହାଘର ହଉଛି କଣ ହଉଛି, ଖାସ ମୋ ଭାଇ ବିଷୟରେ କହିବା କଥା ନୁହଁ। ନ୍ୟାୟ ଶୁଣନ୍ତୁ, ଆମେ ଯେହେତୁ ଆମେ ପ୍ରାକ୍ଟିସିଂ ଆଡଭୋକେଟ ଓଡିଶା ହାଇକୋର୍ଟ, ମୁଁ ଭାଇକୁ ବହୁତ ଥର ବୁଝିବାକୁ ଚେଷ୍ଟା କରୁଛି କି ସତ୍ୟ ନ୍ୟାୟରେ ଆମେ ଯଦି ଏକା ସାଙ୍ଗେ ମିଶିକି ବଜରାଜ ମୁଭିଜକୁ ଆଗକୁ ନେବା ବହୁତ ଭଲ ହବ। ଶୁଣନ୍ତୁ, ଆମେ ପିଲାବେଳୁ ପାଠ ପଢିଛୁ ଆଜ୍ଞା, ଗୋଟାଏ କାଠି, 3ଟା କାଠି 3ଟା କାଠି ଯଦି ଇଣ୍ଡିଭିଜୁଆଲ ରହିବେ ଆଜ୍ଞା, ଲୋକ ତାକୁ ଏକ୍ସପ୍ଲୋର କରିବେ। ଯଦି ମୁଠା କରାଯାଏ, କାଠିଟାକୁ ବଣ୍ଡଲ କରାଯାଏ, ତାକୁ ଭାଙ୍ଗିବା ପାଇଁ କଷ୍ଟ। 1ଟା ଆଙ୍ଗୁଳି 2ଟା ଆଙ୍ଗୁଳି, ଏଇଟା ହଉଛି ପିଲାବେଳ କ୍ୟାପିଟାଲ ପାଠ ଆଜ୍ଞା। ଆଉ ସତ୍ୟ ନ୍ୟାୟ ସଂସ୍କାର ଆମେ ସେଥିରେ ଯିବା ଆଜ୍ଞା। ଆଉ ଆମେ ପୁଣି ଲୋକଙ୍କୁ କଣ ଶିଖେଇବା? ତାହେଲେ କାହିଁକି ଆପଣ ଭାବୁଛନ୍ତି ଆପଣଙ୍କ ଭାଇଙ୍କ ପାଖରେ ଏମିତି ଅସମାନତା ଦେଖାଗଲା? ଆପଣ ଦୁଇ ଭାଇଙ୍କର ମତ ସହିତ ତାଙ୍କ ମତ ସମାନ ମେଳ ଖାଇଲାନି ବୋଲି କାହିଁ ଭାବୁଛନ୍ତି? କଣ ଅସୁବିଧା ହେଲା? ଦେଖନ୍ତୁ, ଆମେ ତାକୁ ଚିଠି ଦେଲୁ, ତା ଉତ୍ତର ଦେଲାନି। ତାପରେ ଓକିଲ ନୋଟିସ ଦେଲୁ, ଯେତେବେଳେ ଉତ୍ତର ଦେଲା କି ସବୁ ପିକ୍ଚର ମୋର, ବଜରାଜ ମୁଭିଜ ମୋର, ପିକ୍ଚର ମୋର, ମୁଁ ଚଲେଇବି, ତମମାନେ କିଛି ନୁହଁ ତା ଦେହରେ। ଲେଟର ବି ଅଛି, ଆଡଭୋକେଟ ଲେଟର ରିପ୍ଲାଏ ଦେଇଛନ୍ତି, ସେ ବି ଅଛି, ରେଜିଷ୍ଟ୍ରି ପୋଷ୍ଟରେ ପଠେଇଦେଲେ। ସେଇଟା ବି ପାର୍ଟ ଆଣ୍ଡ ପାର୍ସଲ ଅଫ ଏଇ ଯୋଉ କୋର୍ଟ ପ୍ରୋସିଡିଂରେ ଡକୁମେଣ୍ଟ ଅଛି। ତ ଆମେ ନ୍ୟାୟରେ ଯିବା, ନ୍ୟାୟ ସପକ୍ଷ ବୋଲି ତ ପାର୍ଟି ଆଲାଉ ହେଇଛି ଆମର। ଆଇ ଲଭ୍ ୟୁ ଟାଇଟଲ ୟୁଜ ନ କରିବା ପାଇଁ, ଲୋଗୋ ବଜରାଜ ମୁଭି ନ ୟୁଜ କରିବା ପାଇଁ ରେଷ୍ଟୁରାଣ୍ଟ ହେଇଛି। ବସନ୍ତ ନାୟକ ଏଣ୍ଟରଟେନମେଣ୍ଟକୁ ୟୁଟ୍ୟୁବରେ ଆମର ପିକ୍ଚର ନ ଚଲାଇବେ ମୁଭିଜର, ଷ୍ଟିଲ୍ ଆର୍ବିଟ୍ରେସନ ପ୍ରୋସିଡିଂ ନ ଆରମ୍ଭ ହେଇଛି। ହାଇକୋର୍ଟରେ ଆପଏଣ୍ଟମେଣ୍ଟ ଅଫ ଆର୍ବିଟ୍ରେଟର ପେଣ୍ଡିଂ ଅଛି। ଏଇଟା ହଉଛି ଆପଣ ମାନ୍ୟବର ସିନିୟର ସିଭିଲ ଜଜ୍ କମର୍ସିଆଲ କୋର୍ଟ କଟକ। ତ
ଅର୍ଡରଟା ଗତକାଲିର ଆଚ୍ଛା ଠିକ ଅଛି। ଏଇଟା କୋର୍ଟ ତାଙ୍କର ୱେବସାଇଟରେ ଏଇଟା ଅଲରେଡି ଲୋଡ୍ ହେଇଛି ଆଜ୍ଞା ମ୍ୟାମ୍। ହଁ କିନ୍ତୁ ହଲ୍ ବି ମିଳୁନଥିଲା ତାଙ୍କୁ କୁହାଯାଉଥିଲା ଯେ କାଲି ଆମେ ଗୋଟେ ଖବର ପାଇଥିଲୁ ଯେ ଆଇ ଲଭ୍ ୟୁ 2 ପାଇଁ ତାଙ୍କୁ କ'ଣ ହଲ୍ ମିଳୁନି ଏ କଥା କେତେ ଦୂର ସତ? ମୁଁ ତା ବିଷୟରେ କହିପାରିବିନି ମୁଁ ମ୍ୟାମ୍ ଏତେ ଡିପଲି ପସେନି ଏସବୁ ଜିନିଷରେ। ତାର ସେ ଚେଷ୍ଟା କରିବା କଥା। ମୁଁ ବି ମୁଁ ଗୋଟେ ବାଇକରେ ଓଡିଆ ମେଡିସିନ ଦେଇଥିଲି ସତ୍ୟ ନଗରରେ ଆମକୁ ବି ରିକ୍ୱେଷ୍ଟ କଲେ ଆମେ ବି ଏଇନା କରିବୁ ସେଟା ବହୁତ ବର୍ଷ ପରେ ବନେଇଛି କିନ୍ତୁ ନଟ୍ ଇଲିଗାଲି। ଆଇ ଲଭ୍ ୟୁ ଟା ବଜାଜ ମୁଭିଜରୁ ରିଟେଲ ପରମିଶନ ନେବା କଥା କାହିଁ ବନେଇବି ମୁଁ ବଜାଜ ମୁଭି ନାଁରେ ୟୁଜ କରିବି ଏଇଟା ଦବା କଥା। ନାଇଁ ଆପଣ ମାନେ ଯଦି ସମସ୍ତେ ମିଶିଥାନ୍ତେ କ'ଣ ସମସ୍ତେ ପଇସା ଖର୍ଚ୍ଚ କରିଥାନ୍ତେ? ଆଜ୍ଞା ନାଇଁ ପଇସା କ'ଣ ଦରକାର ସେଟା ନିଜେ କରୁଛି କହୁଛି ପଇସା 1,40,00,000 ଟଙ୍କା କିଏ କରୁଛି ପଇସା ଆମେ ତା ଦେହରେ କ୍ଲେମ୍ କରୁନୁ କି ସେ ପିକ୍ଚରରେ ଆମେ ପଇସା ଲଗେଇଛୁ ବୋଲି ବଜାଜ ମୁଭି ପଇସା ଲଗେଇଛି କି ଭାଇମାନେ ଲଗେଇଛନ୍ତି ସେଟା ଆମେ କ୍ଲେମ୍ କରିବୁ ଆମ ପିଟିସନରେ ବି କ୍ଲେମ୍ କରିବୁ ଆମ କୋର୍ଟରେ ବି ଆମେ ସତ୍ୟ ନ୍ୟାୟରେ ଯାଇଛୁ ଆମେ ମାଗିଛୁ କି ଆଇ ଲଭ୍ ୟୁ ଟାଇଟେଲଟା ହଉଛି ବଜାଜ ମୁଭିଜର ପସନ୍ଦ ନାୟକ ହଉଛନ୍ତି କର୍ତ୍ତା ଭର୍ତ୍ତା ଦୈବ ବିଧାତା ବଜାଜ ମୁଭିଜର ଫାଉଣ୍ଡର ଆଉ ଆମେ 33.33% ସେୟାର ହୋଲ୍ଡର ବଜାଜ ମୁଭିଜର ଆମେ ପାର୍ଟନରସିପ୍ ଆକ୍ଟ ଅନୁସାରେ ଆର୍ବିଟ୍ରେସନ କ୍ଲଜ୍ ଅଛି। ସଞ୍ଜୟ ନାୟକ ବି ସାଇନ୍ କରିଛନ୍ତି ଆଉ ସେଟା ଆଇଜିଆ ରେଜିଷ୍ଟର୍ଡ ପାର୍ଟନରସିପ୍ ଫାର୍ମ ଅବିକା। ଠିକ ଅଛି ବହୁତ ବହୁତ ଧନ୍ୟବାଦ।